ଗପଟିର ନାଁ ହେଉଛି ସତ୍ୟ। ସତ୍ୟ ଯୁଗର କଥା। କି ମଣିଷ କି ପଶୁ ସମସ୍ତେ ସତ କହୁଥିଲେ ଯେ ଯାହା କହୁଥିଲା ତାହା ରଖୁଥିଲା। ସେଥିପାଇଁ ସେ ସମୟକୁ ସତ୍ୟଯୁଗ କୁହାଯାଉଥିଲା। ଥରେ ବଣ ଭିତରେ ବାଘଟିଏ ଉପବାସ ଥାଏ। ଭୋକରେ ସେ ଦୁର୍ବଳ ହୋଇଗଲା। ତାର ପ୍ରାଣ ଛାଡ଼ିଯିବା ପରି ଲାଗିଲା। ଏହି ସମୟରେ ଗାଈଟିଏ ଘାସ ଚରି ଫେରୁଥାଏ। ତା ନାଁ ବଉଳା। ବାଘ ତାକୁ ଦେଖି ବାଟ ଓଗାଳିଲା ଓ ଖାଇବ ବୋଲି କହିଲା। ବଉଳା କହିଲା, ମୋତେ ଖାଇଲେ ତୁମର ଜୀବନ ରହିବ। ମୁଁ ରାଜି। କିନ୍ତୁ ଘରେ ମୋର କଅଁଳା ବାଛୁରୀ ଅଛି। ସେ ଭୋକରେ ଥିବ। ମୁଁ ଗଲେ ମୋ ଠାରୁ କ୍ଷୀର ପିଇବ। ନହେଲେ ତାର ଜୀବନ ଚାଲିଯିବ। ମୁଁ କଥା ଦେଉଛି ତାକୁ କ୍ଷୀର ଦେଇ ଫେରି ଆସିବି। ତାପରେ ତୁମେ ମୋତେ ଖାଇବ। ବାଘ ବାଟ ଛାଡ଼ିଦେଲା। ବଉଳା ଘରକୁ ଯାଇ ପିଲାକୁ କ୍ଷୀର ପିଆଇଲା। ସେ କହିଲା, ବାପରେ ଆଜି ମନବୋଧ କରି କ୍ଷୀର ଖାଇଦେ। ଆଉ କାଲିକି ମୁଁ ନଥିବି। ତାପରେ ପିଲାକୁ ସ୍ନେହରେ ଚାଟି ବଉଳା ବାଘ ପାଖକୁ ଫେରିଲା। ବାଘ ତାକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲା। ଗାଈଟାଏ ସତ୍ୟ ରକ୍ଷା କରି ତା ଜୀବନ ରକ୍ଷା କରିବାକୁ ଆସିପାରିଲା। ତାପରେ ସେ କହିଲା, ବଉଳା ମୋର ଜୀବନ ପଛେ ଯାଉ, ତୋ ପରି ସ୍ନେହଶୀଳା ଓ ସତ୍ୟବାଦୀ ମାଆକୁ ମୁଁ ତୋ ପିଲା ପାଖରୁ ଛଡ଼େଇ ନେବି ନାହିଁ। ପିଲାମାନେ, ଏହି ଗପରୁ ଆମେ ଶିଖିଲେ ଯେ ପ୍ରତିଜ୍ଞା କଲେ ପ୍ରତିଜ୍ଞା ରକ୍ଷା କର। ହେଲା କି? ପ୍ରତିଜ୍ଞା କଲେ ପ୍ରତିଜ୍ଞା ରକ୍ଷା କର।